ମୋର ଛୋଟ ବଡ଼ ଭାଇ ଭଉଣୀ ଏବଂ ସହପାଠୀଗଣ, ଆଜିର ଏହି ପବିତ୍ର ଉତ୍ସବରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ମୋର କହିବାରେ କୌଣସି ତ୍ରୁଟି ରହିଲେ ଆପଣମାନେ ମୋତେ କ୍ଷମା କରିବେ ବୋଲି ମୋର ଆଶା ଏବଂ ବିଶ୍ୱାସ ରହିଛି। ଗଣ ଶବ୍ଦର ଅର୍ଥ ଲୋକମାନେ ଏବଂ ତନ୍ତ୍ର ଶବ୍ଦର ଅର୍ଥ ଶାସନ। ଆମେ ସଭିଏ ଜାଣିଛେ ଯେ 1947 ମସିହା ଅଗଷ୍ଟ ମାସ 15 ତାରିଖରେ ଆମ ଦେଶ ସ୍ୱାଧୀନ ହୋଇଥିଲା, କିନ୍ତୁ 1950 ମସିହା ଜାନୁଆରୀ ମାସ 26 ତାରିଖ ପର୍ଯ୍ୟନ୍ତ ଆମ ଦେଶରେ ଇଂରେଜମାନଙ୍କ ଆଇନ କାର୍ଯ୍ୟକାରୀ ହେଉଥିଲା। ମାତ୍ର ଭାରତର ସ୍ୱତନ୍ତ୍ର ଆଇନ ସେତେଦିନ ଯାଏଁ ପ୍ରଣୀତ ହୋଇନଥିଲା। ପରେ ସମସ୍ତେ ଅନୁଭବ କଲେ ଯେ ଆମ ଦେଶ ସ୍ୱାଧୀନ ହାସଲ କରିଛି, ମାତ୍ର ଆମର ନିଜର ସମ୍ବିଧାନ ନାହିଁ। ତେଣୁ ନିଜର ସମ୍ବିଧାନ ହିସାବରେ ଦେଶ ଶାସନ ହେବା ଉଚିତ। ସେଥିପାଇଁ ଦେଶର ସମ୍ବିଧାନ ସଂସ୍ଥା ପ୍ରତିଷ୍ଠିତ ହେଲା। ଏହାର ମୁଖ୍ୟ ଥିଲେ ଡକ୍ଟର B.R. ଆମ୍ବେଦକର। ସେ ଥିଲେ ସମ୍ବିଧାନର ଜନକ। ଭାରତକୁ ଏବଂ ଭାରତୀୟଙ୍କୁ ଖାପ ଖୁଆଇଲା ଭଳି ଗୋଟିଏ ସମ୍ବିଧାନ ତିଆରି କରି ଡକ୍ଟର ଆମ୍ବେଦକର ଆଧୁନିକ ଯୁଗର ମନୁ ପାଲଟି ଗଲେ। ଦୀର୍ଘ 2 ବର୍ଷ 11 ମାସ 18 ଦିନ ପରେ ଆମ ଦେଶ ଆମ ଆଇନ ଅନୁସାରେ ପରିଚାଳିତ ହେଲା। ସେଥିପାଇଁ ଜାନୁଆରୀ 26 ଆମ ପାଇଁ ରାଷ୍ଟ୍ରୀୟ ପର୍ବ। ହିମାଳୟରୁ କନ୍ୟାକୁମାରୀ, କାଶ୍ମୀରରୁ କର୍ଣ୍ଣାଟକ, ହିନ୍ଦୁଠାରୁ ମୁସଲମାନ, ଜୈନଠାରୁ ଖ୍ରୀଷ୍ଟିଆନ, ଅମିରଠାରୁ ଫକିର, ରାଜାଠାରୁ ରଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ପର୍ବକୁ ଆନନ୍ଦରେ ପାଳନ କରନ୍ତି। ସେହିଦିନ ଦିଲ୍ଲୀ, ମୁମ୍ବାଇ ଭଳି ବଡ଼ ବଡ଼ ସହର ଏବଂ ଛୋଟ ଛୋଟ ଗ୍ରାମରେ ମଧ୍ୟ ପତାକା ଉତ୍ତୋଳନ କରାଯାଏ। ଗଣତନ୍ତ୍ର ଦିବସ କେବଳ ସାମୟିକ ଏବଂ ଆନନ୍ଦଦାୟକ ଦିନ ନୁହେଁ, ଏହା ଆମ ପାଇଁ ଆତ୍ମସମୀକ୍ଷାର ଦିନ। ସେହି ଦିନରେ ଆମେ ଶପଥ ନେବା ଯେ ଆମ ଦେଶ ଏବଂ ଆମ ଭାଷାକୁ ସୁରକ୍ଷିତ ରଖିବା ସହ ସମ୍ମାନ ଦେବା ଏବଂ ଶ୍ରଦ୍ଧା କରିବା। ଆସନ୍ତୁ ବନ୍ଧୁଗଣ, ଆମେ ହାତରେ ହାତ ମିଳାଇ ଏକ ସ୍ୱରରେ କହିବା, ଦୁର୍ନୀତି ମୂଳୋତ୍ପାଟନ କରିବା, ବେକାରୀ ହଟାଇବା, ସନ୍ତ୍ରାସବାଦୀକୁ ଜବତ କରିବା। ତାହେଲେ ହିଁ ଯାଇ ଜନରାଜ୍ୟ ଦିବସର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହେବ। ଯେଉଁଦିନ 140 କୋଟି ଭାରତୀୟ ନିଜ ଦେଶ ପାଇଁ ଏକ ମନ ଏକ ପ୍ରାଣ ନେଇ ଆଗେଇ ଆସିବେ, ସେହିଦିନ ଏହି ଗଣତନ୍ତ୍ର ଦିବସର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହେବ। ଆମେ ସେହି ଦିନରେ ଶପଥ ନେବା ଯେ ଆମ ଦେଶକୁ ମହାନ ଭାବେ ଗଢ଼ି ତୋଳିବା। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରିଛି। ଜୟ ହିନ୍ଦ, ବନ୍ଦେ ଉତ୍କଳ।